78তম স্বাধীনতা দিবস উপলক্ষে হার্দিক শুভেচ্ছা ও শুভকামনা সহিত দর্শক বন্ধু আরম্ভ করিব আজ সকালের 20টি বড় খবর। দেখিবা প্রথম খবর, স্বাধীনতা দিবস অব্যবহিত পূর্বরু রাষ্ট্রপতিଙ୍କ সম্বোধন। রাষ্ট্র উদ্দেশ্যে রাষ্ট্রপতি দ্রৌপদী মুর্মু দেলে বার্তা। স্বাধীনতা দিবস অব্যবহিত পূর্বরু দেশবাসীଙ୍କ উদ্দেশ্যে বার্তা ଦେଇଛନ୍ତି রাষ্ট্রপতি দ্রৌপদী মুর্মু। সম্বোধନରେ କହିଲେ ସ୍ୱାଧୀନତା ଦିବସ ପାଇଁ ସାରା ଦେଶରେ ଉତ୍ସାହ ରହିଛି। ଆମ ତ୍ରିରଙ୍ଗା ମନରେ ଆତ୍ମବିଶ୍ୱାସରେ ଭରିଦିଏ, କାରଣ ଆମ୍ଭେମାନେ ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରୁ। ଜାତିର ପିତା ମହାତ୍ମା ଗାନ୍ଧୀ ଦେଶବାସୀଙ୍କୁ ଏକାଠି କରିଥିଲେ। ଏବେ ବିଶ୍ୱରେ ବଡ଼ ଅର୍ଥବ୍ୟବସ୍ଥା ହେବାକୁ ଯାଉଛି ଆମ ଭାରତ। ଏବେ ସରକାର ମହିଳାଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ବିଶେଷ କରି ପିଏମ୍ ଗରିବ କଲ୍ୟାଣ ଯୋଜନାରେ ରାସନ ଦିଆଯାଇଛି। କ୍ରୀଡ଼ା କ୍ଷେତ୍ରରେ ଦେଶ ଅନେକ ଆଗେଇଛି। ଭାରତୀୟ କ୍ରିକେଟ ଦଳ ବିଶ୍ୱକପ୍ ଜିତିଛି। କାର୍ଯ୍ୟକ୍ରମକୁ ସମ୍ବୋଧନ କରି ମହାମହିମ ଦ୍ରୌପଦୀ ମୁର୍ମୁ ଏପରି ବାର୍ତ୍ତା ଦେଇଛନ୍ତି। ପରବର୍ତ୍ତୀ ଖବର, ସମସ୍ତଙ୍କୁ ଦେଶପ୍ରେମ ସୂତ୍ରରେ ବାନ୍ଧି ରଖିବାରେ ସଫଳ ହୋଇଛି ଭାରତ। ଘରେ ଘରେ ତ୍ରିରଙ୍ଗା ଅଭିଯାନ। ଆଜି 78ତମ ସ୍ୱାଧୀନତା ଦିବସ। ଏହି ଉପଲକ୍ଷେ ବୁଧବାର ଭୁବନେଶ୍ୱରରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ପଦଯାତ୍ରା ଆୟୋଜିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। ବୁଧବାର ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରଠାରୁ ମୁକ୍ତେଶ୍ୱର ମନ୍ଦିର ପର୍ଯ୍ୟନ୍ତ ତ୍ରିରଙ୍ଗା ପଦଯାତ୍ରାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ବିଜେପିର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସମେତ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ ବୋଲି ଖବର ରହିଛି। ପରବର୍ତ୍ତୀ ଖବର, 4 ଦିନ ଯାଏଁ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା। ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ। ଦକ୍ଷିଣ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ମୌସୁମୀ ଆସନ୍ତା 4 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟାରେ ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର 1-2ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି 17ଟି ଜିଲ୍ଲାରେ 7ରୁ 11 ସେଣ୍ଟିମିଟର ବର୍ଷା ହୋଇପାରେ। ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆଜି ପାଇଁ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେଓଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି 16 ତାରିଖ ପାଇଁ 5ଟି ଜିଲ୍ଲା ଏବଂ 17 ତାରିଖ ପାଇଁ 4ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ପରବର୍ତ୍ତୀ ଖବର, ସ୍ୱାଧୀନତା ଦିବସ ପାଇଁ ହାଇ ଆଲର୍ଟରେ ଦିଲ୍ଲୀ ଓ ପଞ୍ଜାବ। ଜାମ୍ମୁରୁ ବିସ୍ଫୋରକ ସହ ବାହାରିଛନ୍ତି 2 ସନ୍ଦିଗ୍ଧ। ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି। ରିପୋର୍ଟ ଅନୁସାରେ ଗୋଇନ୍ଦା ଏଜେନ୍ସିକୁ ଇନପୁଟ୍ ମିଳିଛି ଯେ ଜାମ୍ମୁରେ ସକ୍ରିୟ ଆତଙ୍କବାଦୀ ଆକ୍ରମଣ ଦିଲ୍ଲୀ ଏବଂ ଏହାର ପାଖାପାଖି ଅଞ୍ଚଳରେ ଆତ୍ମଘାତୀ ଆକ୍ରମଣ କରିବା ଯୋଜନାରେ ଥିଲେ। ଦିଲ୍ଲୀ ବ୍ୟତୀତ ପଞ୍ଜାବରେ ମଧ୍ୟ ସୁରକ୍ଷା ବଳକୁ ଆଲର୍ଟ ଅବସ୍ଥାରେ ରଖାଯାଇଛି। ଉଗ୍ରବାଦୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଆଧାରରେ ଗୋଇନ୍ଦା ଏଜେନ୍ସି ଇନପୁଟ୍ ମିଳିଛି। ଏଜେନ୍ସିର କହିବା ଅନୁସାରେ ଜରୁରୀ ନୁହେଁ ଯେ ଏହି ଆକ୍ରମଣ ସ୍ୱାଧୀନତା ଦିବସ ଅବସରରେ ହୋଇଛି। ଜାମ୍ମୁ କାଶ୍ମୀରର କଠୁଆରେ ଦେଖିବାକୁ ମିଳିଥିବା 2 ସନ୍ଦିଗ୍ଧ ଦିଲ୍ଲୀ ଆଡ଼କୁ ମୁଭମେଣ୍ଟ କରୁଥିବାର ଆଶଙ୍କା ରହିଛି। ଏହି ଲୋକଙ୍କ ନିକଟରେ ହତିଆର ମଧ୍ୟ ରହିଛି। ଆଶଙ୍କା ରହିଛି ଯେ ଏହି ଲୋକ ପଠାନକୋଟ ଆଡ଼କୁ ଯାଉଛନ୍ତି ଓ ସେଠାରୁ ଦିଲ୍ଲୀ ଆଡ଼କୁ ବାହାରି ପାରନ୍ତି। କେବଳ ସେତିକି ନୁହେଁ, ସୁରକ୍ଷା କର୍ମୀ ଓ ଏଜେନ୍ସିଙ୍କୁ ଆଶଙ୍କା ରହିଛି ଯେ ସେମାନେ ଦିଲ୍ଲୀର ପ୍ରତିଷ୍ଠିତ ସଂସ୍ଥା ଓ ଅମରନାଥ ଯାତ୍ରାକୁ ମଧ୍ୟ ଟାର୍ଗେଟ କରିପାରନ୍ତି ବୋଲି ଖବର ରହିଛି। ପରବର୍ତ୍ତୀ ଖବର, କାର୍ଡଧାରୀଙ୍କ ପାଇଁ ଆଶ୍ୱସ୍ତି ଖବର। ଏହି ଦିନ ମିଳିବ 14 କେଜି ଗହମ ଓ 21 କେଜି ଚାଉଳ। ଆସିଗଲା ଖୁସି ଖବର, ଏହି ଦିନ ମିଳିବ ମାଗଣା ରାସନ। ରାସନ କାର୍ଡ ଧାରକଙ୍କୁ 14 କିଲୋଗ୍ରାମ ଗହମ ଏବଂ 21 କିଲୋଗ୍ରାମ ଚାଉଳ ଯୋଗାଇ ଦେବେ ସରକାର। ଯଦି ଆପଣ ମଧ୍ୟ ଏକ ରାସନ କାର୍ଡଧାରୀ ଏବଂ ସରକାରଙ୍କ ମାଗଣା ରାସନ ଯୋଜନାର ଲାଭ ଉଠାଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ। ବାସ୍ତବରେ ପୁଣି ଥରେ ଖାଦ୍ୟଶସ୍ୟ ମାଗଣାରେ ବଣ୍ଟନ କରାଯିବ। ଉତ୍ତରପ୍ରଦେଶ ରାଜ୍ୟର 48ଟି ଜିଲ୍ଲାରେ ଚାଉଳ ବଦଳରେ ଅନ୍ତୋଦୟ କାର୍ଡରେ ଥିବା ଲୋକଙ୍କୁ ମଧ୍ୟ ମିଲେଟ୍ ଯୋଗାଇ ଦିଆଯିବ। ଅଗଷ୍ଟ ମାସ ପାଇଁ ରାସନ ଉପରେ ସର୍ବଶେଷ ଅପଡେଟ୍ ରାଜ୍ୟର ରାସନ କାର୍ଡଧାରୀଙ୍କ ପାଇଁ ବାହାରିଛି। 13ରୁ 21 ଅଗଷ୍ଟ ପର୍ଯ୍ୟନ୍ତ ସେମାନଙ୍କୁ ମାଗଣା ରାସନ ବଣ୍ଟନ କରାଯିବ ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ସେପ୍ଟେମ୍ବର 19ରେ ସୁଭଦ୍ରାର ଶୁଭାରମ୍ଭ। କେବେ ଓ କାହାକୁ ମିଳିବ, କେତେ ଟଙ୍କା, ଆସିଲା ନୂଆ ଅପଡେଟ୍। ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଲେ ବଡ଼ ଅପଡେଟ୍। କେବେ ଓ କାହାକୁ ମିଳିବ ଟଙ୍କା, ଜାଣନ୍ତୁ ସବୁ କିଛି। ସରକାର ଗଠନର 100 ଦିନ ଭିତରେ ସୁଭଦ୍ରା ଯୋଜନା ଲାଗୁ କରାଯିବା ନେଇ କଥା ଦେଇଥିଲା ଭାଜପା, ଯାହା ବର୍ତ୍ତମାନ ପୂରା କରିବାକୁ ଯାଉଛନ୍ତି ମୋହନ ସରକାର। ରାଜ୍ୟର ସବୁ ବର୍ଗର ବିକାଶ ଦିଗରେ ବିଶେଷ ଧ୍ୟାନ ଦେଉଥିବା ମୋହନ ସରକାର ମହିଳାଙ୍କୁ ପ୍ରାଧାନ୍ୟ ଦେଇଛନ୍ତି। ମହିଳାଙ୍କ ପାଇଁ ଆସିଲା ଖୁସି ଖବର। ସେପ୍ଟେମ୍ବର 17 ତାରିଖରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେବ। ଏହି ଯୋଜନା ଅଧୀନରେ ରାଜ୍ୟରେ ମହିଳାଙ୍କୁ 2 ବର୍ଷ 50,000 ଟଙ୍କାର ଭାଉଚର ମିଳିବ। ଅଗଷ୍ଟ 19 ତାରିଖରେ ଆସିବ ସୁଭଦ୍ରା ଯୋଜନା ପାଇଁ ଏସ୍ଓପି। କୁହାଯାଉଛି ଆଧାର କାର୍ଡ ହିଁ ମୁଖ୍ୟ ପରିଚୟ ପତ୍ର ଭାବେ ବିବେଚିତ ହେବ ବୋଲି ଖବର ରହିଛି। ପରବର୍ତ୍ତୀ ଖବର, ଯୁବଗୋଷ୍ଠୀଙ୍କୁ ପ୍ରତି ମାସରେ ମିଳିବ ଭତ୍ତା 5,000 ଦେବେ ସରକାର। ବେକାରୀ ଯୁବଗୋଷ୍ଠୀଙ୍କୁ ସହାୟତା ଯୋଗାଇବା ଆରମ୍ଭ କରିଛନ୍ତି ସରକାର। ଗ୍ରାଜୁଏସନ ବା ସ୍ନାତକ ହାସଲ କରିଥିବା ବେକାରୀଙ୍କୁ ମାସକୁ 5,000 ଟଙ୍କା ଯୋଗାଇ ଦିଆଯିବ। ସେହିଭଳି ପୋଷ୍ଟ ଗ୍ରାଜୁଏଟ୍ ଓ ସ୍ନାତକୋତ୍ତର କରିଥିବା ବେକାରୀଙ୍କୁ ମାସକୁ 7,500 ଟଙ୍କା ଯୋଗାଇ ଦେବାକୁ ଘୋଷଣା କରାଯାଇଛି। ଦେଶରେ ବେରୋଜଗାରଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଅନେକ ଯୋଗ୍ୟ ଆଶାୟୀଙ୍କ କୌଣସି ପ୍ରକାର ନିଯୁକ୍ତି ମିଳିପାରୁନାହିଁ।
ଏହାକୁ ଦୃଷ୍ଟିରେ ରଖି ସରକାର ସେମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବାକୁ ନିଶ୍ଚିତ କରିଛନ୍ତି। ଭତ୍ତା ଯୋଗାଇ ସେମାନଙ୍କୁ ନିଯୁକ୍ତି ଖୋଜିବାରେ ସହାୟତା କରୁଛନ୍ତି ସରକାର ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ 5100 ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ ପାଇଁ ଆବେଦନ ଆରମ୍ଭ। ଶେଷ ତାରିଖ ଅକ୍ଟୋବର 6। ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ 2024-25 ଶିକ୍ଷାବର୍ଷ ପାଇଁ 5100 ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିବା ନେଇ ଘୋଷଣା କରାଯାଇଛି ଏବଂ ଏଥିପାଇଁ ଆବେଦନ ଆହ୍ୱାନ କରାଯାଇଛି। ସମଗ୍ର ଭାରତରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରୁ ପୂର୍ଣ୍ଣକାଳୀନ ନିୟମିତ ଡିଗ୍ରୀ ପାଠ୍ୟକ୍ରମରେ ନାମ ଲେଖାଉଥିବା ପ୍ରଥମ ବର୍ଷ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ। ସ୍ନାତକ ପାଠ୍ୟକ୍ରମରେ ସମସ୍ତ ବିଷୟରେ ଛାତ୍ରବୃତ୍ତି ଦିଆଯାଉଛି ଏବଂ ଯୋଗ୍ୟ ବିବେଚିତ 5000 ସ୍ନାତକ ଛାତ୍ରଛାତ୍ରୀଙ୍କୁ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ କରାଯିବ। ସ୍ନାତକ ପାଠ୍ୟକ୍ରମରେ ପ୍ରଥମ ବର୍ଷରେ ଯୋଗ ଦେଉଥିବା ସମସ୍ତ ଛାତ୍ରଛାତ୍ରୀ ଏହି ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ। ସେମାନଙ୍କ ଯୋଗ୍ୟତା ଏବଂ ପାରିବାରିକ ଆୟ ଆଧାରରେ ଏହି ଛାତ୍ରବୃତ୍ତି ପ୍ରଦାନ କରାଯିବ, ଯାହାଦ୍ୱାରା ବିନା ଆର୍ଥିକ ବୋଝରେ ସେମାନେ ନିଜ ପାଠପଢ଼ା ଜାରି ରଖିପାରିବେ ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ଭିକେ ପାଣ୍ଡିଆନଙ୍କ ନାଁରେ ଏତଲା। ଜାଣନ୍ତୁ କ'ଣ ରହିଛି ଅଭିଯୋଗ। କ୍ୟାପିଟାଲ ଥାନାରେ ଭିକେ ପାଣ୍ଡିଆନଙ୍କ ନାଁରେ ଏତଲା। ଆଇନଜୀବୀ ସୁଧୀର ଚରଣ ମହାନ୍ତିଙ୍କୁ ଏତଲା ଦେଇଛନ୍ତି। ଅର୍ଥ ତୋଷରପାତ, ବିପୁଳ କଳା ଟଙ୍କାକୁ ଧଳା କରିବା ଅଭିଯୋଗରେ ଏତଲା ଦିଆଯାଇଛି। ଖଣି ମାଫିଆଙ୍କଠାରୁ କୋଟି କୋଟି ଟଙ୍କା ଉତ୍କୋଚ ନେବା ଅଭିଯୋଗ କରିଛନ୍ତି। ଏକାଧିକ କମ୍ପାନୀକୁ ଅନୁକମ୍ପା ଦେଖାଇବା ଆଦି ଗୁରୁତର ଅଭିଯୋଗ କରିଛନ୍ତି ସୁଧୀର। ସେହିପରି ହେଲିକପ୍ଟରର ଉଡ଼ି ରାଜକୋଷର ବ୍ୟାପକ କ୍ଷତି କରିବା ନେଇ ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏହି ଦୁର୍ନୀତିର ତଦନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। ଅନ୍ୟପଟେ ଏହି ପ୍ରସଙ୍ଗରେ ପାଣ୍ଡିଆନଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ। ପରବର୍ତ୍ତୀ ଖବର, ରାଜ୍ୟ ବିଜେପି ସରକାର ଓଡ଼ିଆ ଅସ୍ମିତା ନୁହେଁ ବରଂ କେନ୍ଦ୍ର ଅସ୍ମିତା ପାଇଁ କାର୍ଯ୍ୟରତ ବିଜେଡି। ବିଜୁ ଜନତା ଦଳର ମୁଖ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉପରେ ଗତକାଲି ବିଜେପି ଉପରେ ବର୍ଷିଛନ୍ତି। ଓଡ଼ିଆ ଅସ୍ମିତାକୁ ଏକ ପ୍ରସଙ୍ଗ କରି ରାଜ୍ୟରେ ବିଜେପି କ୍ଷମତାକୁ ଆସିଥିଲା, କିନ୍ତୁ ତାଙ୍କର ଏହି 2 ମାସର ଶାସନ ସମୟରେ ଓଡ଼ିଆ ଅସ୍ମିତା ଚୁଲିକି ଯାଇଛି। ଓଡ଼ିଆ ଅସ୍ମିତା କ'ଣ ସଠିକ୍ ଭାବେ ବୁଝିନଥିବା ବିଜେପି ରାଜ୍ୟବାସୀଙ୍କୁ ଓଡ଼ିଆ ଅସ୍ମିତା ଉପରେ ଜ୍ଞାନ ବାଣ୍ଟିବାକୁ ଅପଚେଷ୍ଟା କରୁଛି, ଯାହା ଗତକାଲି ପର୍ଦ୍ଦାଫାଶ ହେଲାଣି ବୋଲି ଶ୍ରୀମତୀ ସାମନ୍ତସିଂହାର କହିଥିଲେ। ରାଜ୍ୟର ରାଜସ୍ୱ ମନ୍ତ୍ରୀ ଭାରତ ମାତା କି ଜୟ ଜାଗାରେ ଡାରତ ମାତା କି ଜୟ ଲେଖୁଛନ୍ତି। ତେଣୁ ବିଜେପିର ଓଡ଼ିଆ ଅସ୍ମିତା ଏକ ଜୁମଲାରେ ପରିଣତ ହୋଇଛି। ମୁଖ୍ୟମନ୍ତ୍ରୀ ବାରମ୍ବାର ଦିଲ୍ଲୀ ଗସ୍ତ କରୁଛନ୍ତି ଓ କେନ୍ଦ୍ର ନିର୍ଦ୍ଦେଶରେ ଓଡ଼ିଶାରେ ଶାସନ ଚାଲିଛି ବୋଲି କହିବା ସହ କେନ୍ଦ୍ର ଅସ୍ମିତା ରକ୍ଷା କରିବାରେ ରାଜ୍ୟ ସରକାର ବ୍ୟସ୍ତ ଅଛନ୍ତି ବୋଲି କହିଛନ୍ତି ଦଳର ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର। ପରବର୍ତ୍ତୀ ଖବର, ବନ୍ଧୁତା ବିପଦରେ ପଡ଼ିବ। ଶେଖ୍ ହସିନାଙ୍କ ମନ୍ତବ୍ୟକୁ ନେଇ ଭାରତକୁ ବାଂଲାଦେଶର ଚେତାବନୀ। ଶେଖ୍ ହସିନାକୁ କ୍ଷମତାଚ୍ୟୁତ କରିବା ପରେ ବାଂଲାଦେଶରେ ଏକ ନୂତନ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ନିକଟରେ ଦେଇଥିବା ମନ୍ତବ୍ୟକୁ ଦର୍ଶାଇ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଭାରତୀୟ ଉଚ୍ଚ କମିଶନରଙ୍କୁ ଏକ ବାର୍ତ୍ତା ଦେଇଛନ୍ତି। ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତାହିଦ ହୁସେନ ବୁଧବାର ଭାରତୀୟ ଉଚ୍ଚ କମିଶନର ପ୍ରଣୟ ପ୍ରମାଙ୍କୁ କହିଛନ୍ତି ଯେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା କ୍ଷେତ୍ର ଭାରତରେ ଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ଭଲ ନୁହେଁ। ଏହାଦ୍ୱାରା ବନ୍ଧୁତା ବିପଦରେ ପଡ଼ିବାର ଆଶଙ୍କା ରହିଛି ବୋଲି ଭାରତକୁ ବାଂଲାଦେଶ ଚେତାବନୀ ଦେଇଛି। ପରବର୍ତ୍ତୀ ଖବର, ଡେଙ୍ଗୁ ପ୍ରଭାବିତ ଜିଲ୍ଲାରେ ଔଷଧ ମଶାରୀ ମହଜୁଦ ରଖିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ରାଜ୍ୟରେ ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ରୋଗର ସ୍ଥିତି ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାନିଂ ସମୀକ୍ଷା କରିଛନ୍ତି। 15ଟି ଜିଲ୍ଲାରେ 10ଟି ମେଡିକାଲ କଲେଜର ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଆଲୋଚନାରେ ସବୁ ଜିଲ୍ଲାଗୁଡ଼ିକରେ ବର୍ତ୍ତମାନ ସ୍ଥିତି କେଉଁଭଳି ରହିଛି, କେଉଁଭଳି ସ୍ଥିତିରେ ସୁଧାର ଆସିବ ସେ ନେଇ ଆଲୋଚନା ହୋଇଛି। ଯେଉଁ ଜିଲ୍ଲାଗୁଡ଼ିକରେ ମ୍ୟାଲେରିଆ, ଡେଙ୍ଗୁ ଅଧିକ ବ୍ୟାପୁଛି ସେହି ଜିଲ୍ଲାଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ମେଡିସିନ ଏବଂ ମଶାରୀ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଖବର, ସେପ୍ଟେମ୍ବର 5ରୁ ଦିଲ୍ଲୀପ ଟ୍ରଫି ସମସ୍ତ ସିନିୟରଙ୍କୁ ଡାକରା। ସେପ୍ଟେମ୍ବର 5 ତାରିଖରୁ ଆରମ୍ଭ ହେବାକୁ ଥିବା ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟ୍ରଫି ପାଇଁ ଖେଳାଳି ଚୟନ କରିଛି ବିସିସିଆଇ। ଏଥର ନୂଆ ଫର୍ମାଟରେ ଆୟୋଜିତ ହେବାକୁ ଯାଉଥିବା ଏହି ପ୍ରମୁଖ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଭାରତୀୟ ଦଳର ସମସ୍ତ ନିୟମିତ ସଦସ୍ୟଙ୍କୁ ଚୟନ କରାଯାଇଛି। ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଚୟନ କମିଟି ଟିମ୍ ଏ, ବି, ସି ଏବଂ ଡି କରି 4ଟି ଦଳ ଗଠନ କରିଛନ୍ତି। ଶୁଭମନ ଗିଲ୍ ଟିମ୍ ଏ ର ନେତୃତ୍ୱ ନେଉଥିବା ବେଳେ ଅଭିମନ୍ୟୁ ଈଶ୍ୱରନ୍ ଟିମ୍ ବି, ଋତୁରାଜ ଗାୟକୱାଡ ଏବଂ ଶ୍ରେୟସ ଆୟର ଟିମ୍ ସି ଏବଂ ଡି ନେତୃତ୍ୱ ନେବେ ବୋଲି ଖବର ରହିଛି। ପରବର୍ତ୍ତୀ ଖବର, ଭାରତକୁ 28 ଦ୍ୱୀପପୁଞ୍ଜ ହସ୍ତାନ୍ତର କରିବ ମାଲଦ୍ୱୀପ। ଚୀନକୁ ବଡ଼ ଝଟକା। ମାଲଦ୍ୱୀପ ନିଜର 28ଟି ଦ୍ୱୀପପୁଞ୍ଜର ପରିଚାଳନା ଭାରତକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଏହି 28ଟି ଦ୍ୱୀପପୁଞ୍ଜରେ ଜଳ ଯୋଗାଣ ଏବଂ ସ୍ୱେରେଜ ସମ୍ବନ୍ଧୀୟ ପ୍ରକଳ୍ପର କାର୍ଯ୍ୟ ତଥା ପରିଚାଳନା କରିବା ଭାରତ ସରକାରଙ୍କ ଦାୟିତ୍ୱ ହେବ। ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ ଏହା ଘୋଷଣା କରିଛନ୍ତି। ଯେତେବେଳେ ମୁଇଜ୍ ମାଲଦ୍ୱୀପରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ ସେତେବେଳେ ସେ ଭାରତ ବିରୋଧୀ ଦେଶ ତୁର୍କୀ ଏବଂ ଚୀନ ଗସ୍ତରେ ଯାଇଥିଲେ। ଚୀନ ଗସ୍ତ ସମୟରେ ମୁଇଜ୍ ତାଙ୍କର 36ଟି ଦ୍ୱୀପକୁ ଚୀନକୁ ହସ୍ତାନ୍ତର କରିବାକୁ ଘୋଷଣା କରିଥିଲେ। ଏହାପରେ ଚୀନ 1200 କୋଟି ଟଙ୍କା ବିନିଯୋଗ ବିଷୟରେ କହିଥିଲା। ଯେତେବେଳେ ଚୀନ ଏବଂ ମାଲଦ୍ୱୀପ ମଧ୍ୟରେ ଏହି ଚୁକ୍ତି ହୋଇଥିଲା
ସେତେବେଳେ ଭାରତର ଚିନ୍ତା ବଢ଼ିବା ଆରମ୍ଭ କରିଥିଲା। ଏହା ଭାରତ ପାଇଁ ଏକ ବିଜୟ ଯେ ଚୀନ 1200 କୋଟି ଟଙ୍କାରେ 36ଟି ଦ୍ୱୀପ ପାଇଥିଲା। ଏପରି ସ୍ଥଳେ ଭାରତ 923 କୋଟି ଟଙ୍କାରେ 28ଟି ଦ୍ୱୀପପୁଞ୍ଜ ପାଇଛି ବୋଲି ଖବର ମିଳିଛି। ଦର୍ଶକ ବନ୍ଧୁ, ଏବେ ଦେଖିବା ଶେଷ ଖବର। ରାଜ୍ୟରେ ଶ୍ରେଷ୍ଠ ମେଡିକାଲ କଲେଜର ମାନ୍ୟତା ଲାଭ କଲା ଏମ୍ସ ଭୁବନେଶ୍ୱର। ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ବର୍ଗରେ 15ତମ ସ୍ଥାନରେ ରହିଛି ଏମ୍ସ ଭୁବନେଶ୍ୱର। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ତାଲିକା NIRF ଜାରି ହୋଇଛି। ଗତ ବର୍ଷ ଏହି ଜାତୀୟ ଅନୁଷ୍ଠାନ NIRF ତାଲିକାରେ 17ତମ ସ୍ଥାନରେ ଥିଲା। ତେବେ 2022ରେ 26ତମ ସ୍ଥାନ ହାସଲ କରିଥିବା ଏହି ଅନୁଷ୍ଠାନ ମାତ୍ର 2 ବର୍ଷ ମଧ୍ୟରେ 11 ସୋପାନ ଉପରକୁ ଉଠି ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି, ଯାହାକି ଗୌରବର ବିଷୟ ଅଟେ। ଦର୍ଶକ ବନ୍ଧୁ, ଆଜି ପାଇଁ ଏତିକି। ଖବରଗୁଡ଼ିକ କେମିତି ଲାଗିଲା କମେଣ୍ଟରେ ମତାମତ ଦିଅନ୍ତୁ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ଅଲ୍ରେ ଦବାଇ ଭଲ ପାଇବା ସ୍ୱରୂପ ଗୋଟେ ଲାଇକ୍ ରଖିବାକୁ ଭୁଲନ୍ତୁ ନାହିଁ। ନମସ୍କାର, ଜୟ ହିନ୍ଦ।